ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ବିରୋଧରେ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଆମ୍ ଆଦମୀ ପାର୍ଟି ତରଫରୁ ଛତ୍ରପୁର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ। ଗୋପାଳପୁରଠାରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ବିଷୟ ଓଡ଼ିଶାର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ସହ ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନହାନି ଘଟିଛି। ଏହିପରି ଜଘନ୍ୟ କାଣ୍ଡ ଘଟିବା ସହ ଗଞ୍ଜାମ ଜିଲ୍ଲାରେ ହତ୍ୟା, ରାହାଜାନୀ ପ୍ରଭୃତି ଘଟିବାରେ ଲାଗିଛି। ଗତ ଜୁନ୍ 22 ତାରିଖରେ ଧରାକୋଟ ବ୍ଲକର ଖାରିଗୁମା ଓ ତାପରେ ଜାହାଡ଼ାଠାରେ ଗୋରକ୍ଷକ ନାମରେ ଅସାମାଜିକ ଯୁବକମାନଙ୍କ ଗ୍ୟାଙ୍ଗ ଦ୍ୱାରା ଦଳିତ ସମ୍ପ୍ରଦାୟର 2 ଜଣ ଗରିବ ଲୋକ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଯେଉଁଭଳି ଆକ୍ରମଣକାରୀମାନେ ମରଣାତ୍ମକ ଆକ୍ରମଣ କରିବା, 30,000 ଟଙ୍କା ବଟି ଦାବି କରିବା, ସେମାନଙ୍କ ମୁଣ୍ଡକୁ ବଳପୂର୍ବକ ଅଧାଲଣ୍ଡା କରିବା, ପାଟିରେ ଘାସ ଧରି ଗୁରୁଣ୍ଠି ଗୁରୁଣ୍ଠି ରାସ୍ତାରେ ଚଲାଇବା ଏବଂ ଆକ୍ରମଣ କରିବା ପରେ ପୀଡ଼ିତାଦ୍ୱୟ ବିକଳରେ ପାଣି ପିଇବା ପାଇଁ ମାଗିବା ବେଳେ ସେମାନଙ୍କୁ ପାଖ ନର୍ଦ୍ଦମାରୁ ମଇଳା ପାଣି ଆଣି ପିଇବାକୁ ବାଧ୍ୟ କରିବା, ସେମାନଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେବା ଘଟଣା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋ ସୁରକ୍ଷା ନାମରେ ଅସାମାଜିକ ଓ ସାମ୍ପ୍ରଦାୟିକ ବ୍ୟକ୍ତିଙ୍କ ଦ୍ୱାରା ଚାଲିଥିବା ବର୍ବର ଅଭିଯାନର ଅଂଶ ବିଶେଷ ଅଟେ। ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆର୍ଏସ୍ଏସ୍ ସମର୍ଥିତ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପିର ସମର୍ଥକମାନଙ୍କ ଦ୍ୱାରା ଗୋ ସୁରକ୍ଷା ନାମରେ ଗାଈଗୋରୁ ନେଉଥିବା ଦଳିତ ସମ୍ପ୍ରଦାୟର ଛୋଟ ଛୋଟ ଗାଈଗୋରୁ ବ୍ୟବସାୟ ଓ ଚାଷୀଙ୍କ ଉପରେ ଏହି ବ୍ୟକ୍ତିମାନେ ଲଗାତାର ଆକ୍ରମଣ ଓ ବଳପୂର୍ବକ ଅର୍ଥ ଆଦାୟ କରୁଥିଲେ ମଧ୍ୟ ଧରାକୋଟ ଘଟଣା ସବୁଠାରୁ ବଳି ଯାଇଛି। ତେଣୁ ଏହିସବୁ ଘଟଣା ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ସହ ଆମ ଜିଲ୍ଲା ଓ ରାଜ୍ୟ ଦେଶରେ ଚର୍ଚ୍ଚାର ବିଷୟ ହେବା ସହ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ବଦନାମ ହୋଇଛି। ଗତ 2 ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ଗଣଦୁଷ୍କର୍ମ ଓ ଧରାକୋଟ ଦଳିତ ନିର୍ଯାତନା ବିଜେପି ସରକାରଙ୍କ ଡବଲ ଇଞ୍ଜିନର ପ୍ରକୃତ ରୂପ ସାମ୍ନାକୁ ଆଣିଛି। ରାଜ୍ୟ ସରକାର କର୍ପୋରେଟଙ୍କ ସେବାରେ ବ୍ୟସ୍ତ ଥିବାବେଳେ ରାଜ୍ୟର ଆଇନ ଶୃଙ୍ଖଳାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ବାରମ୍ବାର ଅପରାଧ ସଂଗଠିତ ହେବା ଦ୍ୱାରା ଅପରାଧୀଙ୍କ ଆଇନ ପ୍ରତି ଡରୁ ନଥିବାର ପ୍ରମାଣିତ କରୁଛି। ଉପରୋକ୍ତ ଘଟଣାକୁ ନିନ୍ଦା କରି ଜିଲ୍ଲାର ଗଣତାନ୍ତ୍ରିକ ରାଜନୈତିକ ଦଳ ତରଫରୁ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି। ଆଉ ଗୋଟେ ଘଟଣା ବର୍ତ୍ତମାନ ଗୋଟେ ଚର୍ଚ୍ଚିତ ଘଟଣା 2 ଦିନ ତଳେ ଘଟିଛି। ବ୍ରହ୍ମପୁରର ଭବାନୀ ଶଙ୍କର ଦାସ, ସେ ଡକ୍ଟର ନୁହନ୍ତି, ସେ ଗୋଟେ କ୍ୱାକ୍ଟେ। କ୍ଲିନିକ ଖୋଲି ଲୋକଙ୍କର ସେବା କରିବା ନାଁରେ ଲୁଟ୍ କରୁଛନ୍ତି। ବାଜପେୟୀଙ୍କ ନାଁରେ ମାନେ ଥରେ ଚିନ୍ତା କରନ୍ତୁ, ବାଜପେୟୀଙ୍କ ନାଁ ଯେ ନେଇଗଲେ ତାଙ୍କେ କ୍ଲିନ୍ ହେଇଗଲେ ପୁରା। ତେଣୁ ବାଜପେୟୀଙ୍କ ନାଁରେ ସେ ଯୋଉ କ୍ଲିନିକ କରିଛନ୍ତି, ଗୋଟେ ଆଦିବାସୀ ଝିଅକୁ ନିଶା ଦେଇ କାର୍ଯ୍ୟକ୍ରମ ବିଷୟରେ ଆମର ଏଠି ଯୋଉମାନେ ଅଛନ୍ତି ସାଥୀମାନେ ନିବେଦନ କରିବେ ମିଳିତ ଧର୍ମକୁ ନେଇ ଯୋଉମାନେ ରାଜନୀତି କରୁଛନ୍ତି ତାଙ୍କୁ ଦୂର କରିବାକୁ ହେବ ଏବଂ ଧର୍ମକୁ ବିରୋଧରେ ଯୋଉମାନେ ଏକାଠି ହେବା ପାଇଁ କହୁଛନ୍ତି ଅନ୍ୟ ଦଳର ହେଲେ ମଧ୍ୟ ତାଙ୍କ ସହିତ ଆମେ ଖାନ୍ଦରେ ଖାନ୍ଦ ମିଶି ଲଢ଼େଇ ଆଗକୁ ଆସିବାକୁ ପଡ଼ିବ। ତେଣୁ ଏ ଲଢ଼େଇର ଗୋଟେ କମକୁ କହି ମୋର ବକ୍ତବ୍ୟ ଶେଷ କରିବି। ଶପଥ କର ये लड़ेगा मैदान, ये लड़ेगा मैदान, शपथ कर लड़ेगा मैदान। बंशीदा लड़े जितिबा पाई कौन पाई बंशीदा लड़े जितिबा पाई बंशीदा लड़े जितिबा पाई प्राण दिया बलिदान। शपथ कर लड़ेगा मैदान, बंशीदा लड़े जितिबा पाई प्राण दिया बलिदान। ଆମକୁ ସମାଜ ପାଇଁ ସମାଜରେ ଗରିବ ଲୋକ ନିର୍ଦ୍ଦିଷ୍ଟ ଦଳିତ ଲୋକଙ୍କର ପାଇଁ ଆମେ ଛିଡ଼ା ହେବାକୁ ପଡ଼ିବ। ପୁଞ୍ଜିପତି ଏବଂ ଯେଉଁମାନେ ଧର୍ମ ନାଁରେ ରାଜନୀତି କରୁଛନ୍ତି ତାଙ୍କ ବିରୁଦ୍ଧରେ ସବୁବେଳେ ଆମକୁ ପ୍ରତିବାଦ କରିବାକୁ ପଡ଼ିବ। ଆଜିର ଏହି ସଭାରେ ଆମ ଆଦିବାସୀ ସୁଯୋଗୀ ମୁଁ ଉଦ୍ଦିକ୍ତମାନଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ ଗଞ୍ଜାମ ଜିଲ୍ଲା 1 ନମ୍ବର ଆସିଛି। ତା ଭିତରେ ଗଣତାନ୍ତ୍ରିକ
ପଦ୍ଧତିରେ ଆମେ ଗଣଧାରଣା ଦେଇଛୁ ଏବଂ କଲେକ୍ଟରଙ୍କୁ ଆମେ ସାକ୍ଷାତ କରି ଆମର ଦାବି କରୁଛୁ। ଧନ୍ୟବାଦ ସାର୍।